ବିହାରର ଜଣେ ସାଧାରଣ ଟ୍ୟୁସନ୍ ମାଷ୍ଟରଟି ସର୍ବସାଧାରଣ ମାନଙ୍କୁ ମାତ୍ର 109 ଟଙ୍କାରେ ଆଧୁନିକ ଚିକିତ୍ସା ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ସରକାର କିନ୍ତୁ ପାରୁନାହାନ୍ତି। ସରକାର ଜନସାଧାରଣମାନଙ୍କ ଠାରୁ ଏତେ ଟ୍ୟାକ୍ସ ନେଲା ପରେ ବି ଜନସାଧାରଣଙ୍କୁ ବା ଜନତାଙ୍କୁ ଆଧୁନିକ ଚିକିତ୍ସା ତ ଯୋଗାଉଛନ୍ତି, କିନ୍ତୁ ତାହା ଅତ୍ୟ ଆଧୁନିକ ନୁହେଁ, ତାହା ପୁଣି ବହୁତ ଫର୍ଜରୀ। ଆଉ ତାହା ବି ଫିସ୍ ନିଆ ହେଉଛୁ କେତେ, ଅତ୍ୟଧିକ ମାତ୍ରାରେ ଫିସ୍ ନିଆ ହେଉଛୁ, ଯେଉଁଟାକି ଖାନ୍ ସାର୍ଙ୍କ ହସ୍ପିଟାଲ ମାତ୍ର 109 ଟଙ୍କାରେ ଆଧୁନିକ ଚିକିତ୍ସା ଯୋଗାଇ ପାରୁଛନ୍ତି। ତାହା ପୁଣି କେମିତି ସମ୍ଭବ ଆପଣମାନେ ନିଶ୍ଚିତ ପ୍ରଶ୍ନ କରିବେ। ପ୍ରକୃତରେ ଚିକିତ୍ସାଟା କମ୍ ଖର୍ଚ୍ଚ, ତାହା ପୁଣି ସମ୍ଭବ କେମିତି ଆପଣମାନଙ୍କ ମନରେ ନିହାତି ପ୍ରଶ୍ନ ଉଠୁଥିବ। ଯେକୌଣସି ଜିନିଷଟି ତା ପ୍ରକୃତରେ ରେଟ୍ କମ୍, କିନ୍ତୁ ସରକାରମାନେ କ'ଣ କରିବେ, ସେଟା ଏମିତି ବାଗରେ ବୁଲେଇ ତୁଲେଇ ରେଟ୍ ବଢ଼େଇ ଦେବେ ଯେ ଆପଣମାନେ ଭାବିବେ ବୋଧେ ଏଇଟା ଭଲ ଜିନିଷଟା ବା ଭଲ ଚିକିତ୍ସାଟା, ସେଥିପାଇଁ ରେଟ୍ ଅଧିକା, ଆଉ ଏଇଟା ଏତେ ଭଲ ଚିକିତ୍ସା ନୁହେଁ ସେଥିପାଇଁ ରେଟ୍ କମ୍। ନା, କଥା ନୁହେଁ। କିନ୍ତୁ ସରକାରମାନେ କ'ଣ କରୁଛନ୍ତି, ସରକାରମାନେ ଚାହୁଁଛନ୍ତି ଲୋକଙ୍କ ପାଖରୁ କେମିତି ଲୁଣ୍ଠନ କରାହେବ, ଆଉ ସେଇ ଲୁଣ୍ଠନ ପଇସାରେ ସେମାନେ କେମିତି ଆୟସ କରିବେ ବା ବିଳାସ ବ୍ୟସନରେ ମାତିବେ। ସେଥିପାଇଁ ତ ଜଣେ ସରକାର ଆସିଲା ପରେ ସେ କେମିତି ବାରମ୍ବାର ଜିତି ଚାଲିଥିବ। ସେଥିପାଇଁ ସେ ବିଭିନ୍ନ ପ୍ରକାର କଳା କୌଶଳ ଆପଣେଇବାକୁ ମଧ୍ୟ ପଛଉନାହିଁ। ଦେଖୁନାହାନ୍ତି, ଆଗରୁ ବାଲାଟ ପେପରରେ ଭୋଟ୍ ହେଉଥିଲା, ଯାହାଫଳରେ କି ଲୋକେ ଯେଉଁ ଦଳକୁ ସରକାରକୁ ଆଣିବାକୁ ଚାହୁଁଥିଲେ ସେହି ଦଳକୁ ସରକାରରେ ଆଣୁଥିଲେ। କିନ୍ତୁ ତାହା ଚେଞ୍ଜ କଲେ ସରକାରମାନେ କ'ଣ କଲେ ନା, ଇଲେକ୍ଟ୍ରିକ୍ ସିଷ୍ଟମ୍ କରିଦେଲେ, ଯେଉଁଟାକି ଇଭିଏମ୍ କୁହାହେଉଛୁ। ସେଠାରେ ଏବେ କ'ଣ ହେଉଛୁ ନା, ତୁମେ ସେଇ ଦଳକୁ ଭୋଟ୍ ଦିଅ ବା ନ ଦିଅ, କିନ୍ତୁ ଯେ ଆଗରୁ ଫିକ୍ସିଂ ହେଇଥିବ ଯେ ଦଳ, ସେଇ ଦଳ ହିଁ ଅଟୋମେଟିକ୍ ଜିତିବ। ସାଧାରଣତଃ କଥା ଦେଖୁନାହାନ୍ତି, ଆମର ଏଇ ତେଲେଙ୍ଗାନା ଇଲେକ୍ସନ୍ ହେଲା, ତେଲେଙ୍ଗାନାରେ ବିଜେପି ସବୁଆଡ଼େ ଜିତୁଛି, ଆଉ ତେଲେଙ୍ଗାନାରେ ସେଠି ଇଭିଏମ୍ ମେସିନ୍ ବଦଳରେ ବାଲାଟ ପେପରରେ ଇଲେକ୍ସନ୍ ହେଲା, ବିଜେପି ପୁରା ହାରିଗଲା। ଯଦି ମେସିନ୍ରେ ସେଇଠି ଇଲେକ୍ସନ୍ ହେଇଥାନ୍ତା ତ ବିଜେପି ସବୁ ସିଟ୍ ଜିତି ଯାଇଥାନ୍ତା। ତାହେଲେ ଚିନ୍ତା କର, ଜଣେ ସରକାର ଇଭିଏମ୍ ମେସିନ୍କୁ କେମିତି ସେ କ୍ୟାପଚର କରିକି ଏମିତି ବାଗରେ ସେ ସେଟିଂ କରିଦେଇଛି ଯେ ତୁମେ ଭୋଟ୍ ଯେଇଠି ଦିଅ, କିନ୍ତୁ ଯିଏ ଜିତିବା ଲୋକ ଆଗରୁ ଜିତି ସାରିଥିବ। ସରକାର ବି ଆଇନ କରିଦେଇ ସାରିଛନ୍ତି, ଇଲେକ୍ସନ୍ କମିଶନ ବିରୋଧରେ କେହି କେସ୍ କରିପାରିବନି, କି ତାକୁ କେବେ କହିପାରିବନି କି ଆଉ ଥରେ ତଦନ୍ତ କରାଯାଉ, ତାକୁ ବି କହିପାରିବନି ଯେ ତଦନ୍ତ କରାଯାଉ, କି କୋର୍ଟ ବି କହିପାରିବେନି ଯେ ଏଇଟା ଭୋଟ୍ ଫର୍ଜରୀ ହେଇଛି ତଦନ୍ତ କରାଯାଉ, କହିପାରିବେନି। ମାନେ ଏମିତି ପ୍ରକାର ତାନାଶାହ ଚାଲିଛି ଆମ ଦେଶରେ। ସେଇ ଲୋକ ସାଧାରଣ ଜଣେ ଟ୍ୟୁସନ୍ ମାଷ୍ଟର, ଯେଉଁଟାକି ବିହାରରେ କ'ଣ ଅଲ୍ ଇଣ୍ଡିଆ ୱାର୍ଲଡ଼ରେ ମଧ୍ୟ ଖାନ୍ ସାର୍ ଭାବରେ ପରିଚିତ, ଜଣେ ମୁସଲମାନ ଲୋକ। ସେ ଜନସାଧାରଣମାନଙ୍କ ପ୍ରତି ଏତେ ଦରଦ, ଏତେ ଚିନ୍ତା ଯେ ଗୋଟେ ସରକାରଙ୍କ ସେତିକି ଜନସାଧାରଣଙ୍କ ପ୍ରତି ଚିନ୍ତା କି ଦରଦ ନାହିଁ। ସେହି ସାଧାରଣ ଚିକିତ୍ସା ଯେଉଁଟାକି ଅଳ୍ପ କମ୍ ପଇସାରେ ହେଇପାରୁଛି, କିନ୍ତୁ ସରକାରମାନେ ତାହାକୁ ବ୍ୟୟବହୁଳ କରିଦେଇଛନ୍ତି। ଦେଇକି ଲୋକମାନଙ୍କୁ କ'ଣ କହିବେ ନା, ଆମେ ଜନସାଧାରଣଙ୍କୁ ଆମେ ଚିକିତ୍ସା ସୁବିଧା ପ୍ରଦାନ କରୁଛେ। ଏଇଟା ହେଲା ସରକାରଙ୍କ ଚିକିତ୍ସା ସୁବିଧା, ଯେଉଁଟାକି ଜଣେ ସରକାର ଦେଇପାରୁନି, କିନ୍ତୁ ଖାନ୍ ସାର୍ ଜଣେ ଦେଇପାରୁଛନ୍ତି। ଚିନ୍ତା କରନ୍ତୁ, ସାଧାରଣତଃ ବ୍ଲଡ଼୍ ଟେଷ୍ଟଟା ଆମର ଖାନ୍ ସାର୍ ଦେଉଛନ୍ତି 7 ଟଙ୍କାରେ ମାତ୍ର, କିନ୍ତୁ ସରକାର ଦେଉଛନ୍ତି 200ରୁ 300 ଟଙ୍କା। ମାନେ ମାର୍କେଟରେ ଯାହା ଚାଲିଛି 200ରୁ 300 ଟଙ୍କା ମାର୍କେଟରେ ଖାଲି ଗୋଟେ ବ୍ଲଡ଼୍ ଟେଷ୍ଟ ହେବ 200-300 ଟଙ୍କା ନିଆଯିବ। ଆଉ ଇସିଜି ମାତ୍ର ଖାନ୍ ସାର୍ ଦେଉଛନ୍ତି 25 ଟଙ୍କାରେ, ଆଉ ମାର୍କେଟରେ ଅଛି ତାହା 50 ଟଙ୍କା। ଏକ୍ସରେ ମାର୍କେଟରେ ଅଛି 300 ଟଙ୍କା, ଆଉ ଖାନ୍ ସାର୍ ଦେଉଛନ୍ତି ମାତ୍ର 35 ଟଙ୍କାରେ। ଆଉ ଅଲ୍ଟ୍ରାସାଉଣ୍ଡ ଖାନ୍ ସାର୍ ଦେଉଛନ୍ତି 100 ଟଙ୍କାରେ, ଆଉ ବାହାର ମାର୍କେଟରେ ଅଛି 1500 ଟଙ୍କାରେ। MRI ସ୍କ୍ରିନିଂ ଖାନ୍ ସାର୍ ଦେଉଛନ୍ତି 1000 ଟଙ୍କାରେ, ମାର୍କେଟରେ ଅଛି 3000 ଟଙ୍କା। ଆଉ ସିଟି ସ୍କାନ୍ ଖାନ୍ ସାର୍ ଦେଉଛନ୍ତି 900 ଟଙ୍କା, ଆଉ ମାର୍କେଟରେ ତ ବହୁତ ହାଇ ଅଛି, ଭେରି ହାଇ ଅଛି। ଏତେ ହାଇ ହେବାର କାରଣ ହେଲା କ'ଣ, ମାର୍କେଟରେ ସରକାରମାନେ କ'ଣ କରୁଛନ୍ତି ନା, ଚିକିତ୍ସା ସାମଗ୍ରୀ ଉପରେ ହେଭି ଟ୍ୟାକ୍ସ ଲଗାଇ ଦେଉଛନ୍ତି। ସେଇ ପ୍ରାଇଭେଟ୍ ଡାକ୍ତରଖାନାର ମାଲିକମାନେ ମଧ୍ୟ ଏମିତି ଲୁଭିଖୋର ଅଛନ୍ତି ଯେ ଲୋକମାନଙ୍କୁ କେମିତି ଶୋଷଣ କରି ତାଙ୍କୁ ମରାଯିବ, ସେଇ ପ୍ଲାନ୍ଟା ତାଙ୍କୁ ଭଲ ଭାବରେ ଜଣା। ଆଉ ସରକାର ମଧ୍ୟ ତାଙ୍କୁ ପୁରା ସାଥ ଦେଉଛି, ତୁମେ ଯାହା ଯେତେ କର, କିନ୍ତୁ ଆମକୁ ଟ୍ୟାକ୍ସ ଦେଇ ଚାଲ। ଆମେ ଏଇଭଳିଆ ବାରମ୍ବାର ସରକାର ଆସୁଥିବା, ଆଉ ତୁମକୁ ସବୁ ରକମ ସୁବିଧା ଆମେ ଯୋଗାଉଥିବା, ତୁମେ ସେ ରୋଗୀମାନଙ୍କୁ ଶୋଷଣ କରି ଚାଲ ବା ସେଇ ଜନସାଧାରଣମାନଙ୍କୁ ଶୋଷଣ କରି ଚାଲ। କିନ୍ତୁ ସେଇ ସାଧାରଣ ଚିକିତ୍ସାଟା ପୁଣି କମ୍ ରେଟ୍ରେ ହେଇପାରୁଛି କେମିତି, ଯେଉଁଟାକି ଜଣେ ସାଧାରଣ ଟ୍ୟୁସନ୍ ମାଷ୍ଟର କରିପାରୁଛନ୍ତି।
सरकार को लज्जा लगे कथा किंतु आजिकल लज्जा रोटी एप्स्टीन फाइल रे तो सरकार ना बाहर जोटा कि प्रधानमंत्री कहे जदि प्रकृत में लज्जा था क्या दिन इस्तीफा दे सारंते अन्य विदेश राष्ट्र माने जमी सेठाकार मुख्य मानकर ना बाहर एप्स्टीन फाइल रे से माने इस्तीफा दौरान किंतु आमर एपटेकार प्रधानमंत्री के इस्तीफा देवे ना आहरी गदी मीडिया ए खोजार लगी पड़ी जे एप्स्टीन फाइल रे मोदी को ना बाहरी तार फायदा कौन गणी गणी कहीदेवे 7-8टा फायदा सरकार को लाज लगे कथा आउ से गदी मीडिया को भी लाज लगे कथा आ लाज थिने कौन आज पर्यंत ये रही था कि लाज थिने कौ दिन में गादी छाड़ी था किंतु लाज ना बोली आज पर्यंत लगी रही।